नमस्कार बंधुगण जेतेबेले भी कौनसी प्राणी जन्म होइथाए से प्रथमे तार मार क्षीर प्रथम खाद्य बा पानीय भाव ग्रहण करिथाए। तेणु क्षीर को अमृत सहित समान करा जाइअछि, जाहाकु आमे देव कार्य करिबा समय पंचामृत तैयारी करिबा पई व्यवहार करिथाउ। साधारणतः क्षीर रे 75 भाग जल रहिथाए। अवशिष्ट कठिन उपादान जेमितिकी खाद्यसार एवं खनिज लवण रही थाए। दैनंदिन जीवन रे आमे साधारणतः गाई बा मईंषिर क्षीर व्यवहार करिथाउ। शास्त्र अनुसार क्षीर को नेई अनेक तत्व उल्लेख रही, जेमितिकी क्षीर हाथरू खसी पड़िबा, हांडीरू क्षीर उतरी पड़िबा एवं शिकारु क्षीर ठेकी छिड़ी खसी पड़िबा। ଏହା ପଛରେ ରହିଛି କିଛି ରହସ୍ୟମୟ କଥା। ତେବେ ଆଜି ଆମେ ଜାଣିବା ଯେ କ୍ଷୀର ଫୁଟାଇବା ସମୟରେ କ୍ଷୀର ଉତରି ତଳେ ପଡ଼ିଯିବାର ଅର୍ଥ କ'ଣ ହୋଇଥାଏ। ଏହା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ? ତେବେ ଚାଲନ୍ତୁ ଜାଣିବା। କ୍ଷୀର ଉତରି ତଳେ ପଡ଼ିଯିବାରୁ ଏହାର 4ଟି ଅର୍ଥ ରହିଛି। ଶାସ୍ତ୍ର ଅନୁସାରେ ଯଦି କ୍ଷୀର ଉତରି ତଳେ ପଡ଼ିଯାଏ ତେବେ ଏହା ଧନ ଏବଂ ସମ୍ମାନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଧନହାନି ସମ୍ମାନ ହାନିର ପୂର୍ବ ସୂଚନା ଦେଇଥାଏ। ଯଦି କ୍ଷୀର ଉତରିବା ଆରମ୍ଭ କରେ ତେବେ ଘରେ ଝଗଡ଼ା ଏବଂ ବିତର୍କ ହେବାର ସୂଚନା ଦେଇଥାଏ। ବିଶେଷ କରି ଏହାର ପ୍ରଭାବ ପତି ପତ୍ନୀଙ୍କ ସମ୍ପର୍କ ଉପରେ ପଡ଼ିଥାଏ। ଶାସ୍ତ୍ର ଅନୁସାରେ ଯଦି କ୍ଷୀର ଫୁଟିବା ସମୟରେ ତଳେ ପଡ଼ିଯାଏ ତେବେ ଏହାର ଅର୍ଥ ହେଉଛି ଘର ଉପରେ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି। କ୍ଷୀର ହାଣ୍ଡିରୁ ଉତରି ପଡ଼ିବାର ଅର୍ଥ ଘରେ ଟଙ୍କା ସହିତ ଜଡ଼ିତ କୌଣସି ବଡ଼ ସମସ୍ୟା ହୋଇପାରେ। ପରିବାରରେ କୌଣସି ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଏବଂ ପରିବାରରେ କୌଣସି ବ୍ୟବସାୟ ଉପରେ ଖରାପ ପ୍ରଭାବ ପକାଇଥାଏ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।